ଯେ କୌଣସି ସ୍ତ୍ରୀ ଲୋକକୁ ତାର ସ୍ୱାମୀ ପାଖରେ ରହିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ। ଏଇ ଗଲା ଯେଉଁ ମାର୍ଚ୍ଚ ମାସ 2025ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ମଧ୍ୟ ସେୟା କହିଲେ। ସ୍ତ୍ରୀ ଲୋକ କୌଣସି ପ୍ରକାର ଭାବରେ କ୍ରୀତଦାସ ନୁହେଁ। ଗୋଟେ ପଟେ ସ୍ତ୍ରୀ କହୁଛି ମୋର ସ୍ୱାମୀ ପାଖକୁ ଯିବାର ନାହିଁ ଏବଂ ଅନ୍ୟପଟେ ସ୍ୱାମୀ କହୁଛି ସ୍ତ୍ରୀ ପାଖକୁ ଯିବାର ନାହିଁ, ତାହେଲେ ସୋସିଆଲ ମିଡ଼ିଆରେ ହାଉ ହାଉ କ'ଣ ପାଇଁ? ସବୁ ଗୋଟେ ହଉଛି ଯାତ୍ରା ଦୁନିଆ, ଆଉ ଯାତ୍ରା ଦୁନିଆ ଭିତରେ ବର୍ତ୍ତମାନ ଦୁଇ ଜଣଙ୍କର ବିଶେଷ ଚର୍ଚ୍ଚା, ସୋନାଲି ପଣ୍ଡା ଆଉ ତାପରେ ତା ସହିତ ତାଙ୍କର ସ୍ୱାମୀ ଶ୍ରୀଧର। ଏ ଦି ଜଣଙ୍କର ଏଇ ଯୋଉ କେମିତି ଦେଖୁଛନ୍ତି ପ୍ରକୃତରେ ଜଣେ ସ୍ୱାମୀ 12 ବର୍ଷ ପରେ ବର୍ତ୍ତମାନ ଆସିଛନ୍ତି ତାଙ୍କ ସ୍ତ୍ରୀକୁ ଖୋଜିବାକୁ? ଦେଖନ୍ତୁ, ଏଇଟା ହେଉଛି ବାସ୍ତବରେ ଆପଣ ତାଙ୍କ ସ୍ତ୍ରୀ ଖୋଜା କିଛି ଅନ୍ୟାୟ ନୁହେଁ। ଯେହେତୁ ସେ ତାଙ୍କ ତ ସ୍ତ୍ରୀ ନା, ବା ତେଣୁ 12 ବର୍ଷ 22 ବର୍ଷ ହଉ ଖୋଜନ୍ତୁ, ସେଇଟା କିଛି ପ୍ରୋବ୍ଲେମ୍ ନାହିଁ। ପ୍ରୋବ୍ଲେମଟା ସେଠି ରହିଲାନି। ପ୍ରୋବ୍ଲେମଟା ହେଉଛି କ'ଣ, ଯଦି ଖୋଜିଥାନ୍ତେ, ଯଦି ଫିଜିକାଲି ତ ସେ ଅଛନ୍ତି, ସେ ଜାଣିଛନ୍ତି ଅମୁକ ଜାଗାରେ ଅଛନ୍ତି ବୋଲି, ପୋଲିସରେ କମ୍ପ୍ଲେନ୍ କରିପାରିଥାନ୍ତେ କିମ୍ବା କୋର୍ଟର ଆଶ୍ରୟ ନେଇପାରିଥାନ୍ତେ। କିନ୍ତୁ ବଡ଼ ଦୁଃଖର କଥା, ସବୁଠୁ ବଡ଼ ଦୁଃଖର କଥା ଯେ ସେ ସୋସିଆଲ ମିଡ଼ିଆଟାକୁ ପାଥେୟ କରିଦେଲେ, ଯେଉଁଟା ହିଁ ପ୍ରୋବ୍ଲେମ୍ ହେଉଛି। ଆପଣ ଦେଖନ୍ତୁ, ଯେତେବେଳେ ଦୁଇ ଜଣଙ୍କ ଭିତରେ ସେ ପ୍ରେମିକ ପ୍ରେମିକା ହୁଅନ୍ତୁ କିମ୍ବା ସ୍ୱାମୀ ସ୍ତ୍ରୀ ହୁଅନ୍ତୁ କିମ୍ବା ବାପ ପୁଅ ହୁଅନ୍ତୁ, ପରିବାରର କଥା ହେଉ, ଯେକୌଣସି ଜିନିଷ ହେଉ, ଯେତେବେଳେ ଯେଉଁ ଘଟଣାଟା ସୋସିଆଲ ମିଡ଼ିଆକୁ ଯଦି ୱାନ୍ସ ପଳେଇ ଆସିବ, ତାହେଲେ ସେଠି ଆଉ ମାନେ କ'ଣ ରିୟୁନିୟନ୍ ହେବାର ଚାନ୍ସେସଟା ବହୁତ କମିଯାଏ। ଆପଣ ନିଜେ ଭାବନ୍ତୁ, ମନେକର ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗିଲା ପରେ ଗୋଟେ ଯଦି ଗୋଟେ ଥାର୍ଡ ପର୍ସନ କିଏ ଆସିକି ଦୁଇ ଜଣକୁ ବସେଇ ବୁଝାବୁଝି କରି, ଏସବୁ କ'ଣ କ୍ୟାମେରାର ବିହାଇଣ୍ଡ ଦ କ୍ୟାମେରା ହେବା କଥା। ଯେତେବେଳେ ସୋସିଆଲ ମିଡ଼ିଆକୁ ଯଦି ଗୋଟେ ଥର ଜିନିଷ ପଳେଇ ଆସିଲା, କ୍ୟାମେରା ଫ୍ରଣ୍ଟକୁ ଆସିଲା, ଏଇଟା ଗୋଟେ ଇଗୋକୁ ମଧ୍ୟ ହଟ୍ କରେ। କାହିଁକିନା ଆମର ପରିବାରର କଥାଟା ଦାଣ୍ଡରେ ପଡ଼ି ହାଟରେ ନିଲାମ ହେଇଗଲା ଯଦି କହିବେ। ତେଣୁ ବାସ୍ତବିକ ଏଇଟା କରିବା କଥା ନୁହେଁ ବୋଲି ଏଇଟା ହେଉଛି ମୋର ପର୍ସନାଲ ମତାମତ। ଯଦିଓ ସାରା ଓଡ଼ିଶାବାସୀ ମୋ କଥାଟାକୁ ଗ୍ରହଣ ନ କରିପାରୁଛନ୍ତି, କିନ୍ତୁ ଯାହା ଜଷ୍ଟିଫାଏଡ୍ ମୁଁ ଆପଣଙ୍କୁ କହୁଛି। ଏବଂ ଆଉ ଗୋଟେ ଜିନିଷ ଯଦି କହିବେ, ମାନ୍ୟବର ଆପେକ୍ସ କୋର୍ଟଙ୍କର ଜଜମେଣ୍ଟ ବି ଅଛି ଯେ କୌଣସି ପ୍ରକାର ଭାବରେ ଯଦି ଆପଣ କହିବେ, ଏ ବି ଜଜମେଣ୍ଟଟି ମୁଁ ରଖିଛି, ଯେହେତୁ ଏଇଟା ବାରମ୍ବାର ଆରି ଉପରେ କ୍ୱେଶ୍ଚିନ୍ ବର୍ତ୍ତମାନ ସାରା ଓଡ଼ିଶାରେ ଯଦି କହିବେ, ମାନ୍ୟବର ସୁପ୍ରିମକୋର୍ଟ ଯଦି ଆପଣ କହିବେ, ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ବାରମ୍ବାର 2018 ମସିହାରେ କହିଲେ ଯେ କୌଣସି ସ୍ତ୍ରୀ ଲୋକକୁ ତାର ସ୍ୱାମୀ ପାଖରେ ରହିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ। ମୁଁ କହୁନି, ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି। ଆପଣ ଦେଖନ୍ତୁ, ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି। ଏବଂ ଏଇ ଯେଉଁ ମାର୍ଚ୍ଚ ମାସରେ, ଏଇ ଗଲା ଯେଉଁ ମାର୍ଚ୍ଚ ମାସ 2025ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ମଧ୍ୟ ସେୟା କହିଲେ। ସ୍ତ୍ରୀ ଲୋକ କୌଣସି ପ୍ରକାର ଭାବରେ କ୍ରୀତଦାସ ନୁହେଁ। ସିଏ ହେଉଛନ୍ତି ଆପଣଙ୍କ ଜଣେ, ସିଏ ବି ଜଣେ ମଣିଷ, ତାଙ୍କର ମଧ୍ୟ ଫଣ୍ଡାମେଣ୍ଟାଲ ରାଇଟ୍ ଅଛି। ତାଙ୍କର ମଧ୍ୟ ସମ୍ମାନର ସହିତ ସମାଜରେ ବଞ୍ଚିବାର ଅଧିକାର ଅଛି। ସେ ବିବାହ କରିଦେଲେ ତା ମାନେ ନୁହେଁ ଯେ ତାକୁ ଆପଣ କ୍ରୀତଦାସ ଭଳି ରଖିବେ। ଯେଉଁଥିପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟ ମଧ୍ୟ କହିଲେ ତା ଉପରେ ଯେ ଯେହେତୁ ଜଣେ ସ୍ତ୍ରୀ କ୍ରୀତଦାସ ନୁହେଁ, ତେଣୁ ତାଙ୍କୁ ଜବରଦସ୍ତି କୋର୍ଟ କହିପାରିବନି ନାହିଁ ଯେ ତମେ ସ୍ୱାମୀ ପାଖରେ ରହିବା ପାଇଁ। ତାଙ୍କର ଯଦି ସେମାନେ ଠିକ୍ ନିଜର ସ୍ୱାମୀ ପାଇଁ ରହିବା ପାଇଁ ଠିକ୍ ବୋଲି ଭାବୁଛନ୍ତି, ସେ ରହିବେ। ଅଦରୱାଇଜ ଯଦି ନ ରହିପାରିବେ, ସେ କୋର୍ଟରେ ଯଦି ମନା କରିବେ ମୁଁ ରହିବିନି, ଆପଣ ଡାଇଭର୍ସ ଫାଇଲ୍ କରିବେ, କିଛି ପ୍ରୋବ୍ଲେମ୍ ନାହିଁ। ତେଣୁ ଆମେ ଏଇ ଯେଉଁ ପର୍ଟିକୁଲାର ଘଟଣାଟିରେ ଆମେ କୌଣସି ପ୍ରକାର ଭାବରେ ସୋନାଲି ପଣ୍ଡାଙ୍କୁ ଜବରଦସ୍ତ କରିପାରିବା ନାହିଁ ସେ ଯାଇକି ତାଙ୍କ ସ୍ୱାମୀ ପାଖରେ ରହିବା ପାଇଁ, ଯଦି ଦେଖିବେ। ତେଣୁ କେଉଁଠି ନା କେଉଁଠି ବାସ୍ତବିକ ଏଇଟା ଗୋଟେ ମୋର ମାନେ କ'ଣ ଚିନ୍ତାର ବିଷୟ ବର୍ତ୍ତମାନ ଯେଉଁ ସମାଜରେ, ଏବଂ ଜଣଙ୍କର ପରିବାର କଥାଟାକୁ ଯେଉଁପରି ଭାବରେ ତୁମ୍ବି ତୁଫାନ ହେଉଛି ବର୍ତ୍ତମାନ ସୋସିଆଲ ମିଡ଼ିଆ, ଆପଣ ଦେଖନ୍ତୁ, ମେନ୍ ଷ୍ଟ୍ରିମ୍ ମିଡ଼ିଆ ହୁଅନ୍ତୁ, ବାସ୍ତବିକ ଚିନ୍ତାର କଥା। ଗୋଟେ ତର ଦେଖିବା, ଯଦି ନିଜ ସ୍ତ୍ରୀକୁ ନିଜ ଯାତ୍ରାରେ ଛାଡ଼ିଦେଲେ, ଆଉ ତାପରେ ନିଜ ଯାତ୍ରାରେ ତାଙ୍କୁ ଛାଡ଼ି ଦେଇକି ମଧ୍ୟ ଚାଲି ଆସିଲେ, ବର୍ତ୍ତମାନ ଏତେ ବର୍ଷ ପରେ ପୁଣି ମନେ ପଡ଼ିଲା, ଆଉ ତାପରେ ପୁଣି ଭିଡ଼ିଓ ଦେଖାଉଛନ୍ତି 2 ବର୍ଷ ତଳେ ଆମେ ଏକାଠି ହେଇଥିଲୁ, 2 ବର୍ଷ ତଳେ ସେମିତି ସାଙ୍ଗ ହିସାବରେ ଦେଖା ବି ହେଇଥାଇ ପାରନ୍ତି। ବର୍ତ୍ତମାନ ଲାଗୁନି କି ଶ୍ରୀଧର ବି ଗୋଟେ ମନଗଢ଼ା କାହାଣୀ କହୁଥିବେ? ଦେଖନ୍ତୁ, ଆମେ କାହାର ମନ ଭିତରେ ପଶିନେ। ଆମେ ନା ଶ୍ରୀଧରଙ୍କର ମନ ଭିତରେ ପଶିଛେ, ନା ସୋନାଲି ପଣ୍ଡାଙ୍କ ମନ ଭିତରେ ପଶିଛେ। ସେମାନଙ୍କ ଭିତରେ ସେଇଟା ହେଉଛି ପର୍ସନାଲ, ସମ୍ପୂର୍ଣ୍ଣ ପର୍ସନାଲ କଥା। ତେଣୁ କେବଳ ଯିଏ ଯାହା କହୁଛନ୍ତି ଆମେ ସେଇଟା ଶୁଣୁଛେ। ସେ ଇଏ କହୁଛନ୍ତି ଯେ 2 ବର୍ଷ ପୂର୍ବରୁ ଆସିଥିଲେ, ମୋତେ ଦେଖା କରିଥିଲେ, ତାଙ୍କୁ ଜବରଦସ୍ତି ରଖା ହେଇଛି, ଅନେକ କଥା କହୁଛନ୍ତି ତାଙ୍କର ସ୍ୱାମୀ। ଅପରପଟେ ସୋନାଲି କହୁଛନ୍ତି ଯେ ମୋତେ କୌଣସି ପ୍ରକାର କେହି ଜବରଦସ୍ତି ରଖିନାହାନ୍ତି। ହଁ, ଏବଂ ଦ୍ୱିତୀୟ ଜିନିଷ ହେଉଛି କ'ଣ, ତାଙ୍କ ଔରସରୁ ଯେଉଁ ଜନ୍ମ ହେଇଛି ଯେଉଁ ଛୁଆଟି, ହଁ ସିଏ ମୋର ଛୁଆ। ଏବଂ ତୃତୀୟ ଜିନିଷ, ସେ ସୋନାଲି କହୁଛନ୍ତି ଯେ ମୋର କୌଣସି ଇଣ୍ଟରେଷ୍ଟ ନାହିଁ ତାଙ୍କ ପାଖେ ଯାଇକି ରହିବା ପାଇଁ। ମୁଁ କୌଣସି ପ୍ରକାର ଭାବରେ ସେ ପୂର୍ବ ଜୀବନକୁ ଫେରିବାକୁ ଚାହୁଁନି ବୋଲି ନିଜେ ସୋନାଲି କହୁଛନ୍ତି। ତେଣୁ ଯଦି ପ୍ରତ୍ୟେକ ଜିନିଷଟାକୁ ଆପଣ ତର୍ଜମା କରିବେ କେଉଁଠି ନା କେଉଁଠି, ଏବଂ ଅନ୍ୟ ଆଉ ଗୋଟିଏ ଭିଡ଼ିଓରେ ଆପଣ ଦେଖିବେ ତାଙ୍କର ସ୍ୱାମୀ ନିଜେ ଆଡମିଟ୍ କରୁଛନ୍ତି ଯେ ମୁଁ ମଧ୍ୟ ମୋର କୌଣସି ଇଣ୍ଟରେଷ୍ଟ ନାହିଁ ସୋନାଲିଙ୍କ ପାଖେ
ରହିବା ପାଇଁ। ତେଣୁ ଏ ସବୁ ଜିନିଷ ପରେ ତାହେଲେ କଣ୍ଟ୍ରୋଭର୍ସି କ'ଣ ପାଇଁ? ଯଦି ଗୋଟେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି ପ୍ରକାର ସ୍ନେହ ନାହିଁ, ସମ୍ପର୍କ ନାହିଁ, ଭଲ ପାଇବା ନାହିଁ, ଆଫେକ୍ସନ୍ ନାହିଁ, କିଛି ବି ନାହିଁ, ଗୋଟେ ପଟେ ସ୍ତ୍ରୀ କହୁଛି ମୋର ସ୍ୱାମୀ ପାଖକୁ ଯିବାର ନାହିଁ ଏବଂ ଅନ୍ୟ ପଟେ ସ୍ୱାମୀ କହୁଛି ସ୍ତ୍ରୀ ପାଖକୁ ଯିବାର ନାହିଁ, ତାହେଲେ ସୋସିଆଲ ମିଡ଼ିଆରେ ହାଉ ହାଉ କ'ଣ ପାଇଁ? ତାହେଲେ ଏଟାକୁ କିଏ ପ୍ରକୃତରେ ଲଙ୍ଗରିଂ କରଉଛି କିଏ ଆଉ ଏ କଥାକୁ ଭିଡୁଛି କିଏ? ଦେଖନ୍ତୁ ଏଇଟା ଲଙ୍ଗରିଂ ହଉନି କି କେହି ଭିଡୁନାହାନ୍ତି। ଲୋକମାନେ ଲୋକମାନଙ୍କର କାମ ହଉଛି ଯେ କୌଣସି ଜାଗାରେ ଯେତେ ଗୋଟେ ଭଲ କଥାଟେ ଆସେ, ଭଲ ଜିନିଷଟେ ଆସେ, ଗୋଟେ କିଏ ଗଛଟିଏ ଲଗେଇଲା କି ଗୋଟେ କିଛି ମହତ୍ କାମ କରୁଛି, ତାକୁ ଲୋକମାନେ ଦେଖନ୍ତି ନାହିଁ। ଏଇଟା ହଉଛି କଳି ଯୁଗ, ପ୍ରତ୍ୟେକ ଘରେ କଳି। କାହାର ଗୋଟେ ଓଡ଼ିଶାରେ ଗୋଟେ ଲୋକ ଦେଖାନ୍ତୁ, ଭାରତ ବର୍ଷରେ ଗୋଟେ ଲୋକ ଦେଖାନ୍ତୁ, ଆମେ ଜେନେରାଲ ସେନ୍ସରେ ଯେହେତୁ ଓଡ଼ିଶାରେ ରହୁଛେ, ଓଡ଼ିଶାରେ ଗୋଟେ ଲୋକ ପରିବାରଟିଏ ମୋତେ ଦେଖାନ୍ତୁ, କୋଉ ପରିବାରରେ କଳି ନାହିଁ। ଯୁଗଟା ତ ହଉଛି କଳି ଯୁଗ। ସମସ୍ତଙ୍କ ଘରେ କିଛି ନା କିଛି ଗୋଟେ କଳି ଚାଲିଛି, ଭିତରେ 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 ଗୋଟେ କଳି ନିଶ୍ଚିତ ଅଛି ସମସ୍ତଙ୍କ ପରିବାରରେ। ତେଣୁ ତାଙ୍କର ଏଇଟା ପାରିବାରିକ ଘଟଣା, କଳି ଚାଲିଛି, ଲିଙ୍ଗରିଂ କିଛି ନାହିଁ। ଲୋକଙ୍କ ମନରେ ଗୋଟେ କ୍ୟୁରିଓସିଟି ରହୁଛି, ଲୋକମାନେ ଦେଖିବାକୁ ଚାହୁଁଛନ୍ତି, ଯେହେତୁ ଗୋଟେ ଆଉ କିଛି ନୂଆ ଘଟଣା ଘଟି ନାହିଁ। ଏମିତି ବହୁତ ଘଟଣା ଆଗରୁ ଘଟିଥିଲା, ଅନେକ ଘଟଣାରେ ଏମିତି କ୍ୟୁରିଓସିଟି ଥିଲା, ଅନେକ ଘଟଣା ଏଭଳି ଭାବରେ ପ୍ରତ୍ୟେକ ମିଡ଼ିଆର ହେଡଲାଇନ୍ସ ହେଇଥିଲା। ଧୀରେ ଧୀରେ ଯେତେବେଳେ ଆଉ ଗୋଟେ ବଡ଼ ଘଟଣା କ'ଣ ଘଟିଯାଏ, ସେତେବେଳେ କ'ଣ ହୁଏ, ଏଇ ଘଟଣାଟା ଚପିଯାଏ। ସବୁଠୁ ଗୋଟେ ଅଜବ କଥା ଯେ ଯୋଉ ସ୍ୱାମୀ କହନ୍ତି କି ତାଙ୍କ ନାଁ କାଗେଜି, ସେ କିନ୍ତୁ ନିଜ ହାତରେ ବାହୁରେ ଟାଟୁ କରୁଛନ୍ତି ସୋନାଲି। ସିଏ ତ କାଗେଜି କରିପାରିଥାନ୍ତେ, ସୋନାଲି କାହିଁକି ଟାଟୁ କରୁଛନ୍ତି ହାତରେ? ଦେଖନ୍ତୁ ସେଟା ହଉଛି ତାଙ୍କର ସମ୍ପୂର୍ଣ୍ଣ ପର୍ସନାଲ କଥା। ସେ କାଗଜ ନ ଲେଖି କାହିଁକି ସୋନାଲି ଲେଖିଲେ କେବଳ ସେ ହିଁ କହିପାରିବେ, ମୁଁ କହିପାରିବିନି। ପ୍ରଥମ ଜିନିଷ। ଦ୍ୱିତୀୟ ଜିନିଷ ହଉଛି ଆମେ ସାମାଜିକ ଜିନିଷଟାକୁ କେବଳ କହିପାରିବା, ଆଇନଗତ ଜିନିଷଟାକୁ କହିପାରିବା, କିନ୍ତୁ ସେ କାହିଁକି ସୋନାଲି ଜାଗାରେ କ'ଣ କାଗଜ ଜାଗାରେ ଟାଟୁ ସୋନାଲି ଲେଖିଲେ ସେଟା ସିଏ ହିଁ କହିବେ, ମୁଁ କେମିତି କହିବି? କିନ୍ତୁ ମାନେ ଯୋଉ ବର୍ତ୍ତମାନ ସମୟରେ କୋର୍ଟକୁ ଆକ୍ଚୁଆଲି ପ୍ରକୃତରେ ଦି ଜଣ ଭିତରୁ କିଏ ଯିବେ ନା ନାଇଁ, ଏମିତି କଳି କେବଳ ଏଇ ଯୋଉ ସୋସିଆଲ ମିଡିଆରେ ହିଁ ଏମିତି କଳି ହିଁ ଶେଷ କରିଦେବେ? ଦେଖନ୍ତୁ ଏଇଟା କହିବା ବହୁତ କଷ୍ଟ। ବର୍ତ୍ତମାନ ସୁଦ୍ଧା କେହି କୋର୍ଟକୁ ଯାଇନାହାନ୍ତି। ଯେତେବେଳେ ପର୍ଯ୍ୟନ୍ତ ଘଟଣାଟା କୋର୍ଟକୁ ନ ଯାଇଛି, କହିବା ବି ବହୁତ କଷ୍ଟ ଯେ ସେମାନେ କୋର୍ଟକୁ ଯିବେ କି ନାହିଁ।